31/1/26 ତାରିଖ ଶନିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ କୁସୁମାଟି ଛଣକର କ୍ଲଷ୍ଟରରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଡକ୍ଟର ରଶ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗଙ୍ଗପଡ଼ାଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଏକ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କାର୍ଯ୍ୟର ଶୁଭାରମ୍ଭ ହୋଇ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିଲା। ଏହି ପରିପ୍ରେକ୍ଷୀରେ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟସୂଚୀର ବିଷୟବସ୍ତୁକୁ ଆଲୋକପାତ କରିଥିଲେ ସିଆର୍ସି ମହୋଦୟା। ଏହାପରେ ପୂର୍ବ ବୈଠକର ବିବରଣୀ ପ୍ରଦାନ କରାଯାଇଥିଲା। ଏହାପରେ କାର୍ଯ୍ୟସୂଚୀର ବିଷୟବସ୍ତୁକୁ ଆଲୋକପାତ କରିଥିଲେ ସିଆର୍ସି ଇତିଶ୍ରୀ ବେହେରା ଓ ସିଆର୍ସି ମହୋଦୟା। ବହୁ ଶ୍ରେଣୀ ଓ ଭାଷାର ଶ୍ରେଣୀ ପରିଚାଳନା କରିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟ ଗଙ୍ଗପଡ଼ାର ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପରିଡ଼ା ଓ ସଂଖ୍ୟାଜ୍ଞାନ ଶ୍ରେଣୀ ପରିଚାଳନା କରିଥିଲେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ଅନୁସୟା ପୃଷ୍ଟି। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସମର୍ପିତ ଭାବରେ ବିଦ୍ୟାଳୟରେ କାର୍ଯ୍ୟ କରି ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ଓ ଆଧ୍ୟାତ୍ମିକ ସ୍ତରକୁ ବୃଦ୍ଧି କରି ବିଦ୍ୟାଳୟରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜଟଣୀ ବ୍ଲକର କ୍ଲଷ୍ଟର ସ୍ତରୀୟ ଅଭିନବ ପ୍ରୟାସ ମାନସ ମନ୍ଥନକୁ ରୋମନ୍ଥନ କରିଥିଲେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଓ ସିଆର୍ସି ମହୋଦୟା। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗମେଇର ସମର୍ପିତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁତିନ୍ଦୀ ଜେନା ମହୋଦୟା ସମର୍ପିତ ଭାବେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କର ଉନ୍ନତି କଳ୍ପେ କାର୍ଯ୍ୟ କରି କ୍ଲଷ୍ଟରର ସଭିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜାନୁଆରୀ ତଥା କ୍ଲଷ୍ଟରର ଶ୍ରେଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଥିଲା। ଟିକେ ତାଳି ଦେବା ଦିଦିଙ୍କ ପାଇଁ। ଆଉଥରେ ମାନସ ମନ୍ଥନର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାର୍ଥନା ସଭାରେ ଟିକେ ମନ ଦେଇକି ଶୁଣିବା। ପ୍ରାର୍ଥନା ସଭାରେ ଗୀତା ପାଠ, ମହାପୁରୁଷଙ୍କ ଜୀବନୀ, ସାଧାରଣ ଜ୍ଞାନ, ଅନୁଚିନ୍ତା ସମ୍ବାଦର ଆଲୋକପାତ କରି ବିଦ୍ୟାଳୟରେ ପ୍ରାର୍ଥନା ସଭାରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରି ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରି ବିଦ୍ୟାଳୟର ଆତ୍ମାକୁ ଦୃଢ଼ କରି ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସିଆର୍ସି ମହୋଦୟା ସଭିଙ୍କୁ ଆହ୍ୱାନ କରିଥିଲେ। ମାନସ ମନ୍ଥନ କାର୍ଯ୍ୟକ୍ରମ ତରଫରୁ କ୍ଲଷ୍ଟରରେ ସତ୍ୟ ଓ ଶାନ୍ତି ପ୍ରତିଷ୍ଠା କରିବାର ପ୍ରୟାସ ଜାରି କରି ଶାନ୍ତିପୂର୍ଣ୍ଣ କର୍ମଶାଳା ସହ ଏକ ବାର୍ଷିକ ଉତ୍ସବର ପ୍ରଚେଷ୍ଟା ଜାରି କରି ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କର ସହଯୋଗ ଭିକ୍ଷା କରିଥିଲେ। ଏଥିନିମନ୍ତେ ପ୍ରତି ବିଦ୍ୟାଳୟର 2 ଜଣ ସମର୍ପିତ ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତ ଆମର ସରକାରୀ ଉଚ୍ଚ ବିଦ୍ୟାଳୟ କୁସୁମାଟି ଛଣକର ମୋନାଲିସା ରାଉତ, ସଂଯୁକ୍ତା ସାହୁ, ଶୀତାଂଶୁ କୁମାର କର 3 ଜଣଙ୍କୁ ମାନେ ଏଫଏଲଏନ୍ ସ୍ତରରେ ଦିଦି ଆପଣଙ୍କୁ ମୁଁ କହିଥିଲି କୋଉ ଗୀତ ଗୁଡାକ ଗାଇବେ କରୁଛ ସୁରବୀର ମୁଁ ପଠେଇଥିଲି। ସେଇ ଗୀତ ଗୁଡାକ ଯଦି ସବୁ ପିଲାଙ୍କ ପାଟିରେ ରହିବ ଆଉ ଆମର ଅପର ପ୍ରାଇମେରୀ ସ୍ତରରେ ଶୀତାଂଶୁ ସାର୍ ସେମାନଙ୍କୁ ଗାଇଡ୍ କରିବେ ଆଉ ଆପଣ ଆମର ହାଇସ୍କୁଲ ଲେଭେଲରେ ଆପଣ ଗାଇଡ୍ କରିବେ। ଆପଣ 3 ଜଣ ପୁରା ସିଷ୍ଟମେଟିକ୍ କରିବେ। ମୁଁ ବି ପ୍ରତ୍ୟେକ ସ୍କୁଲର ପ୍ରାର୍ଥନା ସଭାକୁ ଯିବି, କେମିତି କରାହବ ମୁଁ ବି ନିଜେ ଗାଇଡ୍ କରିବି। ତାପରେ ଉଚ୍ଚ ବିଦ୍ୟାଳୟ ଗଙ୍ଗପଡ଼ାର ଅଜୟ କୁମାର ବେହେରା, ଇତିଶ୍ରୀ ବେହେରା, ଇତିଶ୍ରୀ ଦାସ ର ଲେଖିଦେବି। ଆଉ ସନ୍ଧ୍ୟା ଦିଦିଙ୍କର ଆପଣଙ୍କର ସନ୍ଧ୍ୟା ଦିଦିଙ୍କର ଦିଦି ଏଫଏଲଏନ୍ ଠିକ ଅଛି। ତାପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗମେଇର କାଦମ୍ବିନୀ ସୁନ୍ଦରା ସସ୍ମିତା ସ୍ୱାଇଁ ଦିଦି ଠିକ ଅଛି ତ। ତାପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିତାପଲ୍ଲୀର ରୁବି ମନୋହରୀ ଶାରଦା ପ୍ରସାଦ ବିଶ୍ୱାଳ ହେଲା। ତାପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋପୀନାଥପୁର ସୁରମା ମାଝୀ ସଲିଳା ଦେଇ ହେଲା। ଉଚ୍ଚ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଦୀପ କୁମାର ଷଡ଼ଙ୍ଗୀ, ମୋହନ ସିଂ। ସରକାରୀ ପ୍ରାଥମିକ ବିଦ୍ୟାଳୟ ଗ୍ରାମଡିହର ଆମର ଚିନ୍ମୟୀ ଶାନ୍ତ ଆଉ ଆମର ଅନୁସୟା ପୃଷ୍ଟି। ତାପରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାଟୁଗୁରି ଅନୁସୟା ଦାସ, ପ୍ରଜ୍ଞା ପ୍ରତିଲିପି କରଣ। କାମଟାକୁ ଆମେ ଟିକେ ମାନେ ଏଇ ମାସରେ ଯେମିତି ବି ଭଲରେ କରିବା ହେଲା। ତାପରେ ଏହାପରେ ସମସ୍ତ ବିଷୟକୁ ସଂକ୍ଷେପଣ କରିଥିଲେ ସିଆର୍ସି ଡକ୍ଟର ନାୟକ ମହୋଦୟା। ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସୁତିନ୍ଦୀ ଜେନା, ମୋହନ ସିଂ, ନୀଳାଦ୍ରି ବିହାରୀ ସ୍ୱାଇଁ, ମାନସ ରଞ୍ଜନ ରଥ, ସରୋଜିନୀ ମଲ୍ଲିକ, ସଂଯୁକ୍ତା ସାହୁ, ସନ୍ଧ୍ୟାରାଣୀ ପରିଡ଼ା, ଅନୁସୟା ପୃଷ୍ଟି, ସସ୍ମିତା ସ୍ୱାଇଁ, ସୁରମା ମାଝୀ, ଅନୁସୟା ଦାସ, ରୁବି ମନୋହରୀ ଇତ୍ୟାଦି ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରି ବିଦ୍ୟାଳୟ ତଥା କ୍ଲଷ୍ଟରର ସାମଗ୍ରିକ ଉନ୍ନତି କଳ୍ପେ ବଦ୍ଧପରିକର ହୋଇଥିଲେ। ପରିଶେଷରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାପଲ୍ଲୀର ଶାରଦା ପ୍ରସାଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ହେଲା।
ଧନ୍ୟବାଦ ଦେଇଥିବେ ଆଉ। ହଁ।